Jungle. Audio Jungle. ମୁମ୍ବାଇର ପାଇଧୁନି ଅଞ୍ଚଳରେ ତରଭୁଜ ଖାଇବା ଯୋଗୁଁ ହୋଇଥିବା ମୃତ୍ୟୁ ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୂତ୍ର ଅନୁଯାୟୀ ଏହି ମାମଲାର ଫରେନ୍ସିକ୍ ରିପୋର୍ଟ ମୃତ ବ୍ୟକ୍ତିଙ୍କ ଶରୀରରେ ବିଷ ଥିବା ନିଶ୍ଚିତ କରିଛି। ରିପୋର୍ଟ ଆଧାରରେ ସନ୍ଦେହ କରାଯାଉଛି ଯେ ତରଭୁଜରେ କୌଣସି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ ଯାହା ମୃତ୍ୟୁର କାରଣ ହୋଇଥିଲା। ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ରିପୋର୍ଟର ସମସ୍ତ ଦିଗ ଯାଞ୍ଚ କରୁଛନ୍ତି ଏବଂ ସମଗ୍ର ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ତରଭୁଜ ମୃତ୍ୟୁ ମାମଲା ସୂତ୍ର ଅନୁଯାୟୀ ପ୍ରାରମ୍ଭିକ ଫରେନ୍ସିକ୍ ତଦନ୍ତରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ତଦନ୍ତରୁ ଜଣା ପଡ଼ିଛି ଯେ ମୃତକଙ୍କ କିଛି ଅଙ୍ଗ ସବୁଜ ହୋଇଯାଇଥିଲା। ରିପୋର୍ଟ କରାଯାଇଛି ଯେ ମସ୍ତିଷ୍କ, ହୃଦୟ ଏବଂ ଅନ୍ତନଳୀରେ ମଧ୍ୟ ସବୁଜ ରଙ୍ଗ ପରିଲକ୍ଷିତ ହୋଇଥିଲା। ଡାକ୍ତରମାନେ ବିଷକ୍ରିୟା ସନ୍ଦେହ କରିଛନ୍ତି। ତଥାପି ଏହି ମାମଲା ସାଧାରଣ ଖାଦ୍ୟ ବିଷକ୍ରିୟାଠାରୁ ଭିନ୍ନ ମନେ ହେଉଛି। ସନ୍ଦେହ କରାଯାଉଛି ଯେ ଏକ ବିଷାକ୍ତ ପଦାର୍ଥ ଶରୀରରେ ଦ୍ରୁତ ଗତିରେ ବ୍ୟାପି ଥାଇପାରେ। ସୂତ୍ରଗୁଡ଼ିକ ଏହା ମଧ୍ୟ କହୁଛି ଯେ ଅବଦୁଲ୍ଲାଙ୍କ ଶରୀରରେ ମର୍ଫିନ୍, ଏକ ଶକ୍ତିଶାଳୀ ଯନ୍ତ୍ରଣା ନିବାରକ ଔଷଧ ମିଳିଛି। ତଥାପି ପରିସ୍ଥିତି ସ୍ପଷ୍ଟ କରିବା ପାଇଁ ସରକାରୀ ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। 4 ଜଣଙ୍କର ମୃତ୍ୟୁ ହୋଇଛି। ନିକଟରେ ମୁମ୍ବାଇର ପାଇଧୁନି ଅଞ୍ଚଳରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ 40 ବର୍ଷୀୟ ସ୍ୱାମୀ, ଜଣେ 35 ବର୍ଷୀୟା ସ୍ତ୍ରୀ ଏବଂ ସେମାନଙ୍କର 2 ଝିଅ ଥିଲେ। ପରିବାରର 7 ଜଣ ସଦସ୍ୟ ଏକାଠି ରାତ୍ରି ଭୋଜନ କରିଥିଲେ। ରାତ୍ରି ଭୋଜନ ପରେ ସମ୍ପର୍କୀୟମାନେ ନିଜ ଘରକୁ ଫେରି ଆସିଥିଲେ। ପରିବାରର 4 ଜଣ ମୃତ ସଦସ୍ୟ ପରେ ରାତି 1ରୁ 1:30 ମଧ୍ୟରେ ତରଭୁଜ ଖାଇଥିଲେ। ପରବର୍ତ୍ତୀ ସମୟରେ ଏପ୍ରିଲ 26 ତାରିଖ ସକାଳ 5:30ରୁ 6ଟା ମଧ୍ୟରେ ହଠାତ୍ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ପରିବାର ପ୍ରଥମେ ବିରିୟାନୀ ଏବଂ ତାପରେ ତରଭୁଜ ଖାଇଥିଲେ। ପରିବାର କେଉଁଠାରୁ ତରଭୁଜ କିଣିଥିଲେ ତାହା ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରୁଛନ୍ତି। ଅନ୍ୟ ଲୋକମାନେ ମଧ୍ୟ ସେହି ସ୍ଥାନରୁ ତରଭୁଜ କିଣିଥାଇ ପାରନ୍ତି। ପୋଲିସ ଏହା ମଧ୍ୟ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି ଯେ ଅଞ୍ଚଳର ଅନ୍ୟ ଲୋକମାନେ ପ୍ରଭାବିତ ହୋଇଛନ୍ତି କି ନାହିଁ।